ପିଲାମାନେ ତୁମ ସମସ୍ତଙ୍କୁ ଆଜିର କ୍ଲାସକୁ ସ୍ୱାଗତ। ଆଶା କରେ ତୁମମାନଙ୍କର ପଢ଼ାପଢ଼ି ଖୁବ୍ ଭଲ ଭାବରେ ଚାଲିଥିବ। ଆଜିର କ୍ଲାସରେ ଆମେ ତୁମ ଗଣିତ ପ୍ରକାଶର ତୃତୀୟ ଅଧ୍ୟାୟ ଆଲୋଚନା କରିବା। ପୂର୍ବରୁ କରାଯାଇଥିବା କ୍ଲାସରେ ଆମେ ତୁମର ତୃତୀୟ ଅଧ୍ୟାୟର କିଛି ପାଠ ଆଲୋଚନା କରିସାରିଥିଲେ। ଆଜି ଆମେ ଏହାର ଆଗକୁ ଆଲୋଚନା କରିବା। ତୁମମାନଙ୍କର ଗଣିତ ପ୍ରକାଶ ବହିର ତୃତୀୟ ଅଧ୍ୟାୟ ରହିଛି ସଂଖ୍ୟା ମଝିରେ ବିନ୍ଦୁର କମାଲ। ଆମେ ଏହାର କିଛି ପାଠ ଆଲୋଚନା କରିସାରିଥିଲେ। ଆଜି ଆମେ ତୁମର 52 ପୃଷ୍ଠାରୁ ଆଲୋଚନା କରିବା। 52 ପୃଷ୍ଠାରେ ଅଛି ଶତାଂଶ, ଅର୍ଥାତ୍ ଶତାଂଶ କହିଲେ କ'ଣ ବୁଝିବା ସେ ବିଷୟରେ ଆମେ ଆଜି ଆଲୋଚନା କରିବା। ଦେଖ, ଶତାଂଶ କହିଲେ ସାଧାରଣ ବୁଝାଏ ଗୋଟିଏ ଜିନିଷକୁ ସମାନ 100 ଭାଗ କରି 1 ଭାଗ ନେଲେ ତାହାକୁ ବୁଝାଏ ଶତାଂଶ। ତାକୁ ଯଦି ଆମେ ଭଗ୍ନାଂଶ ଆକାରରେ ଲେଖିବା ତାହେଲେ ପଢିବା 1 ବିଭକ୍ତ 100, ଏହାକୁ ଶତାଂଶ ବୋଲି କୁହାଯାଏ। ଆମେ ପଢିବା 1 ଶତାଂଶ। ସେମିତି ଭାବେ ଯଦି 2 ବିଭକ୍ତ 100 ଲେଖିବା ଏହାକୁ ପଢିବା 2 ଶତାଂଶ, ଅର୍ଥାତ୍ 100 ଭାଗରୁ 2 ଭାଗ। ଦେଖ, ଏଠି ଗୋଟେ ଚିତ୍ର ଦେଇଛି। ଖଣ୍ଡିଏ କାଗଜର ଲମ୍ବ 8 ପୂର୍ଣ୍ଣ 9 ବିଭକ୍ତ 10 ଏକକ, ଯାହାକୁ 8 ଓ 9 ଦଶାଂଶ ଏକକ ମଧ୍ୟ କୁହାଯାଏ। ଅର୍ଥାତ୍ ଆମେ କହିପାରିବା 8 ଏକକ ଆଉ 9 ଦଶାଂଶ ଏକକ ମଧ୍ୟ କହିପାରିବା। ଏହାକୁ ଲମ୍ବ ଭାଗରେ ଅଧା କରି ଭଙ୍ଗା ଯାଇଛି। ବର୍ତ୍ତମାନ ଏହାର ଲମ୍ବ କେତେ? ଯେଉଁ କାଗଜଟି ଲମ୍ବା ଥିଲା ତାକୁ ଅଧା କରି ଭଙ୍ଗାଗଲା। ଆମେ କହିପାରିବା ଯେ ଏହାର ଲମ୍ବ 4 ପୂର୍ଣ୍ଣ 4 ବିଭକ୍ତ 10 ଏକକ କିମ୍ବା 4 ପୂର୍ଣ୍ଣ 5 10 ଏକକର ମଧ୍ୟବର୍ତ୍ତୀ। ଅର୍ଥାତ୍ ଯେଉଁ 8 ଏକକ ଥିଲା ତାର ଅଧା ହେଇଗଲା 4 ଏକକ, କିନ୍ତୁ 9 ବିଭକ୍ତ 10 ଏକକକୁ ଆମେ ସମ୍ପୂର୍ଣ୍ଣ ଅଧା କରିପାରୁନାହିଁ। ତେଣୁ କହୁଛେ 4 ବିଭକ୍ତ 10 ଏବଂ 5 ବିଭକ୍ତ 10 ଏକକର ମଧ୍ୟବର୍ତ୍ତୀ ଏକକ। କିନ୍ତୁ ଆମେ ଏହାର ଠିକ୍ ମାପ କହିପାରିବୁ ନାହିଁ, କାରଣ ଏଠାରେ 4 ପୂର୍ଣ୍ଣ 4 10 ଓ 4 ପୂର୍ଣ୍ଣ 5 ବିଭକ୍ତ 10 ମଧ୍ୟବର୍ତ୍ତୀ ସଂଖ୍ୟାର ଚିହ୍ନ ନାହିଁ। ପୂର୍ବରୁ ଆମେ 1 ଏକକୁ 10ଟି ଦଶାଂଶ ଏକକରେ ବିଭକ୍ତ କରିଥିଲେ। ସେହିପରି ଆହୁରି ଛୋଟ ଲମ୍ବ ମାପିବା ପାଇଁ ଆମେ ପ୍ରତ୍ୟେକ ଦଶାଂଶ ଏକକୁ 10 ଏକକରେ ବିଭକ୍ତ କରିପାରିବା। ଅର୍ଥାତ୍ 0ରୁ ଯେଉଁ ଏତିକି 1 ଏକକକୁ ଆମେ 10ଟି ଭାଗରେ ବିଭକ୍ତ କରିଥିଲେ। ପ୍ରତି ଭାଗକୁ 1/10 ବୋଲି କୁହାଯାଉଥିଲା, ଅର୍ଥାତ୍ 1 ଦଶାଂଶ ବୋଲି କୁହାଯାଉଥିଲା। ବର୍ତ୍ତମାନ ଆମେ ପ୍ରତ୍ୟେକ ଦଶାଂଶ ଏକକକୁ ପୁଣି ଆଉ 10 ଭାଗରେ ବିଭକ୍ତ କରିପାରିବା, ଯାହାଫଳରେ 1 ଏକକ 100 ଭାଗରେ ବିଭକ୍ତ ହୋଇଯିବ। ତାକୁ ଆମେ ଶତାଂଶ ବୋଲି କହିବା। ଏଇ ଛୋଟ ଅଂଶର ଲମ୍ବ କେତେ? এইଭଳି କେତୋଟି ଅଂଶ ନେଲେ 1 ଏକକ ହେବ। ତାପରେ ଯଦି এই ছোট একক অংশ হয়েଯିବ 1 বিভক্ত এই ছোট একর মূল্য হয়েଯିବ 1 বিভক্ত 100। এইভଳି ଆମେ ଯଦି 100ଟି ଏକକ ନେବା ତାହେଲେ ତାହା 1 ଏକକ ହେବ। ତାହେଲେ 1 ଦଶାଂଶ ଏକକ ହେଉଛି 10ଟି ଶତାଂଶ ଏକକ ହେଲେ 1 ଦଶାଂଶ ଏକକ ହେବ ଏବଂ 100ଟି ଶତାଂଶ ଏକକ ହେଲେ 1 ଏକକ ହେବ। ନିମ୍ନ ଚିତ୍ରରେ ଦେଖାଯାଇଥିବା ପରି ପ୍ରତ୍ୟେକ ଦଶାଂଶକୁ ସମାନ 10ଟି ଛୋଟ ଅଂଶରେ ବିଭକ୍ତ କରାଯାଇଛି। ପ୍ରତ୍ୟେକ ଏକକ 10ଟି ଦଶାଂଶ ଏକକ ଅଟେ। ତେଣୁ 1 ଏକକ ହେଉଛି 100 ଶତାଂଶ ଏକକ। ପିଲାମାନେ ମନେ ରଖିବ, 1 ଏକକ ହେଉଛି 100 ଶତାଂଶ ଏକକ। ତେଣୁ 1 ଶତାଂଶ ହେଉଛି 1 ଏକକର 1 ବିଭକ୍ତ 100 ଅଂଶ। ବର୍ତ୍ତମାନ ଭଙ୍ଗା କାଗଜର ଲମ୍ବ କେତେ ଜାଣିବା। ଆମେ ଦେଖିଛୁ ଯେ ଏହା 4 ଯୁକ୍ତ 4 ଯୁକ୍ତ 10 ଯୁକ୍ତ 5 10 ଲମ୍ବ। ଏହାକୁ 4 ଏକକ 4 ଦଶାଂଶ 5 ଶତାଂଶ ଏକକ ବୋଲି ପଢ଼ାଯାଏ। 1 ଦଶାଂଶ ଯେ କେତେ ଶତାଂଶ? 1 ଦଶାଂଶ ଯେ 10 ଶତାଂଶ। ପିଲାମାନେ କେମିତି ଜାଣିବା 1 ଦଶାଂଶ ଯେ କେତେ ଶତାଂଶ? ଜାଣିବ, 1 ଦଶାଂଶ କହିଲେ ଆମେ ଜାଣିଛେ 1 ବିଭକ୍ତ 10, କିନ୍ତୁ 1 ଶତାଂଶ କହିଲେ ଆମେ ଜାଣିଛେ 1 ବିଭକ୍ତ 100। ତାହେଲେ 1 ଦଶାଂଶ ଯେ କେତେ ଶତାଂଶ ଆମେ କେମିତି ଜାଣିବା? ତାହେଲେ ଆମେ କ'ଣ କରିବା? 1 ଦଶାଂଶକୁ ହରଣ କରିବା 1 ଶତାଂଶ ସହିତ। ଯେମିତି ତୁମକୁ ପ୍ରଶ୍ନ କରାଯାଏ ଯେ 20ରେ କେତୋଟି 5 ଅଛି? ତୁମେ କ'ଣ କର ନା 20ରେ 5 ହରିଦେଲେ 22ରେ 4 ଭାଗଫଳ। 20ରେ 4ଟି 5 ଅଛି, ଅର୍ଥାତ୍ 4ଟି 5 ମିଶିଲେ ଯାଇକି 20 ହେବ। ସେମିତି କେତୋଟି ଶତାଂଶ ମିଶିଲେ ବା କେତୋଟି ଶତାଂଶ ଯୋଗ କଲେ 1 ଦଶାଂଶ ହେବ? 1 ଦଶାଂଶ ସହିତ ଆମେ 1 ଶତାଂଶ ହରଣ କରିବା। ତାହେଲେ ଲେଖିଲେ 1 ବିଭକ୍ତ 10 ଗୁଣନ ଚିହ୍ନ ଦେଲେ ଏହାକୁ ଓଲଟେଇ ଦେବା 100 ବିଭକ୍ତ 1। 1 କଟିଗଲା, 10 100କୁ କାଟିଲେ ହେଲା 10। ଅର୍ଥାତ୍ 1 ଦଶାଂଶ ଯେ 10ଟି
ଏକ ଦଶମିକ 10ଟି ଶତାଂଶ। ଏହି ଲମ୍ବକୁ ଆମେ 4 ଏକକ ଓ 45% ଏକକ କହିପାରିବେ କି? ହଁ, ଆମେ ଏହାକୁ 4 ଏକକ 45% ଏକକ କହିପାରିବା। ନିମ୍ନ ଚିତ୍ରରୁ ଦେଖି ଖାଲି କୋଠରୀ ଚିହ୍ନିତ ଲମ୍ବ କେତେ ଲେଖିବା। ବର୍ତ୍ତମାନ ତୁମେ ଏଇ ସ୍କେଲ ଚିତ୍ରଟି ଲକ୍ଷ୍ୟ କର, କେତୋଟି ଖାଲି କୋଠରୀ ଦେଇଛି। ପ୍ରଥମେ ଦେଖ, 0 ରହିଛି, ଏଠି 1 ଏକକ ଅଛି। 0 ଠାରୁ ଏଠି ପ୍ରଥମେ 1 ଏକକ, ଅର୍ଥାତ୍ ଏଇ ଏତିକ ସ୍ଥାନକୁ 1 ଏକକ ନିଆଗଲା। ପୁଣି 1 ଠାରୁ ଏତିକ ସ୍ଥାନକୁ 2 ଏକକ ବୋଲି ନିଆଯାଇଛି। 1 ଏକକ ସ୍ଥାନକୁ ପ୍ରଥମେ ବଡ଼ ବଡ଼ 10 ଭାଗରେ ବିଭକ୍ତ କରାଯାଇଛି। ଗୋଟିଏ ଏକକର ମୂଲ୍ୟ ହେଉଛି 1/10, 2ଟି ନେଲେ 2/10, 3ଟି ନେଲେ 3/10, ଅର୍ଥାତ୍ ଦଶାଂଶ ଭାଗରେ ବିଭକ୍ତ କରାଯାଇଛି। ପ୍ରତି ଦଶାଂଶକୁ ପୁନଃ 10 ଭାଗ ଲେଖାରେ ବିଭକ୍ତ କରାଯାଇଛି, ଅର୍ଥାତ୍ 1 ଏକକକୁ 10ଟି ଦଶାଂଶ ଏକକ ବା 100ଟି ଶତାଂଶ ଏକକରେ ବିଭକ୍ତ କରାଯାଇଛି। ଏଇ ଗୋଟିଏ ଗାର, ଛୋଟ ଗାରର ମୂଲ୍ୟ ହେଉଛି 1/100, 2ଟି ଛୋଟ ଗାର ନେଲେ 2/100, 10ଟି ଗାର ଆସିଲେ ଏହାର ମୂଲ୍ୟ ହେଇଯିବ 1/10। ତେବେ ଏଇ ଯୋଉ ସଂଖ୍ୟା ଗୁଡିକ ଦେଇଛି, ଯୋଉଠି ଖାଲି କୋଠରୀରେ ଅଛି, ସେଗୁଡିକ ଆମେ ବର୍ତ୍ତମାନ ପୂରଣ କରିବା। ତାହେଲେ ଆମେ ବର୍ତ୍ତମାନ ପ୍ରଥମ କୋଠରୀର ମୂଲ୍ୟ କେତେ ପୂରଣ କରିବା? ତାହେଲେ ଦେଖ, ପ୍ରଥମ କୋଠରୀର ମୂଲ୍ୟ କେତେ ହେବ? ଏଠି ବଡ଼ ଗାର 1, 2, 3, 4, 5ଟି ପର୍ଯ୍ୟନ୍ତ ଆସିଛି। ତାହେଲେ ଆମେ ଏହାକୁ ଲେଖିପାରିବା 5/10 ମିଶ୍ରଣ ଚିହ୍ନ ଦେବା। ତାପରେ ଦେଖ, ଛୋଟ ଗାର କେତେଟା ପର୍ଯ୍ୟନ୍ତ ଦେଇଛି? ଛୋଟ ଗାର ମଧ୍ୟ 1, 2, 3, 4, 5ଟା ନିଆଯାଇଛି। ତାହେଲେ ଲେଖିବା 5/100। ବର୍ତ୍ତମାନ ଏହାର ମୂଲ୍ୟ ନିର୍ଣ୍ଣୟ କରିବା। ତାହେଲେ ଲସାଗୁ ହେଇଯିବ କେତେ? ଲସାଗୁ ହେଇଯିବ 100। 100କୁ 10 ରେ 10, 10 ଯୁକ୍ତ 5, 10କୁ 5ରେ ଗୁଣିଲେ ହେଇଯିବ 50, ଯୁକ୍ତ 100କୁ 100ରେ ହରିଲେ ହେଇଯିବ 1, 1 5 5। 50 ଯୁକ୍ତ 5 ହେଲା 55/100। କିମ୍ବା ସିଧାସଳଖ ଏଠି 5/10, 5/100, ୟାକୁ ମଧ୍ୟ ଆମେ 5 ପାଖକୁ 5 ଲେଖିଦେଲେ 55, ଏବଂ ବଡ଼ ହରଟା ଯେହେତୁ ତାକୁ ନେବା 55/100। ତାହେଲେ ଆମେ ଏଇ ଘରେ ଲେଖିବା, ମୂଲ୍ୟ ହେଲା 55/100। ବର୍ତ୍ତମାନ ଏଇ ଦ୍ୱିତୀୟ ଘରଟିକୁ ଯିବା। ଦ୍ୱିତୀୟ ଘର 1 ଏଠି ଅଛି, 1 ପରେ ଏଇଟା 1/10, ଏଇଟା 2/10, ଏଇଟା 3/10, ଅର୍ଥାତ୍ 1 ପୂର୍ଣ୍ଣ 3/10, ଏଇଟା 1 ପୂର୍ଣ୍ଣ 4/10, 1 ପୂର୍ଣ୍ଣ 5/10, ତାପରେ ପୁନଶ୍ଚ 5ଟି ଛୋଟ ଗାର ନିଆଯାଇଛି। ତାହେଲେ ଆମେ ଏହାକୁ କେମିତି ମୂଲ୍ୟ ନିର୍ଣ୍ଣୟ କରିବା? ନା, 1 ଯୁକ୍ତ 5/10 ଯୁକ୍ତ 5/100। ତାହେଲେ ୟାକୁ ମୂଲ୍ୟ ନିର୍ଣ୍ଣୟ କରିବା ପୂର୍ବରୁ ଆମେ ସବୁଯାକୁ ସମାନ ଗୋଟେ ହରକୁ ଆଣିବା ପାଇଁ କରିବା। କୁ କରିଦେବା ଆମେ 100/100। 100/100ର ମୂଲ୍ୟ ହେଇଯିବ 1। 5/10କୁ ସେପରି ରଖିବା, ବା ତୁମେ ଚାହିଁଲେ ମଧ୍ୟ 100 ଯଦି ହର କରିବାକୁ ଚାହିଁବ, 10କୁ 10ରେ ଗୁଣିଲେ ହେଇଯିବ 100, 5ରେ ମଧ୍ୟ 10 ଗୁଣିଲେ 50/100 ମଧ୍ୟ କରିପାରିବ। ନ କଲେ ମଧ୍ୟ କିଛି ଅସୁବିଧା ନାହିଁ, ତୁମେ ଏମିତି ମିଶ୍ରଣ କରିପାରିବ। ତାହେଲେ 5/100। ବର୍ତ୍ତମାନ ଲସାଗୁ ହେଇଗଲା 100। 100କୁ 100ରେ ହରିଲେ 1, ଏବଂ 1କୁ 100ରେ ଗୁଣିଲେ ସେ 100, ଯୁକ୍ତ 100କୁ 10ରେ ହେଲେ 10, 10 ଯୁକ୍ତ 5 ହେଇଯିବ 50, ଯୁକ୍ତ 100କୁ 100ରେ ହରିଲେ 1, 1 5 5। 100 ଯୁକ୍ତ 50 ଯୁକ୍ତ 5, ଅର୍ଥାତ୍ 155/100। ଏହାକୁ ଆମେ କରିପାରିବା 100/100 ଯୁକ୍ତ 55/100। ତାହେଲେ 100/100ର ମୂଲ୍ୟ ହେଇଯିବ 1 ଯୁକ୍ତ 55/100 ସମାନ 1 ପୂର୍ଣ୍ଣ 55/100। ଦ୍ୱିତୀୟ କୋଠରୀ ଥିବା ଚିହ୍ନିତ ଅଂଶର ଦୈର୍ଘ୍ୟ ହେଉଛି 1 ପୂର୍ଣ୍ଣ 55/100। ତାହେଲେ ଆମେ ଲେଖିବା ଏଠାରେ, କିମ୍ବା ଏଠି ତୁମକୁ ସେ ପୂର୍ଣ୍ଣ ସଂଖ୍ୟା ଆକାରରେ ନ ଲେଖି ସେ କରିଦେଉ। ଦେଖ, 130/100 କରିଛି। ଏଇଟା 1 ପୂର୍ଣ୍ଣ 3/10କୁ କରିଛି 130/100। ତାହେଲେ ଆମେ ଏଠାରେ ମଧ୍ୟ ଲେଖିଦେଇପାରିବା 155/100। ଆମେ ପୂର୍ଣ୍ଣ ସଂଖ୍ୟା ପ୍ରକାଶ ନ କରି, ଯେହେତୁ ସିଏ ପୂର୍ଣ୍ଣ ସଂଖ୍ୟାକୁ ବା ମିଶ୍ର ଭଗ୍ନାଂଶକୁ ଅପକୃତ ଆକାରରେ ଲେଖୁଛି, ଆମେ ଲେଖିଦେଇପାରିବା 155/100, କିମ୍ବା ତୁମେମାନେ ଚାହିଁଲେ ମଧ୍ୟ ଲେଖିପାରିବ 1 ପୂର୍ଣ୍ଣ 55/100। ବର୍ତ୍ତମାନ ତୃତୀୟ ଘରକୁ ଯିବା। ଦେଖ, ଏଠି ଯଦି 1 ପୂର୍ଣ୍ଣ 3/10, ଏଇଟା 1 ପୂର୍ଣ୍ଣ 4/10, 1 ପୂର୍ଣ୍ଣ 5/10, 1 ପୂର୍ଣ୍ଣ 6/10, ଏବଂ ଏଠି ହେଇଯିବ 1 ପୂର୍ଣ୍ଣ 7/10, ଅର୍ଥାତ୍ 1 ପୂର୍ଣ୍ଣ ଏକକ, 7ଟି ଦଶାଂଶ ଏକକ,
और 4टी शतांश एकक नहीं। तो बर्तमान यार योगफल किपर निर्णय करवा देख ताले लिखा 1 युक्त 7 विभक्त 10 এটা হচ্ছে তৃতীয় নম্বর ঘরর যুক্ত 4 বিভক্ত 100 তাহলে এ কু মূল্য পরিবর্তন করে লিখিপারিবা ন বদলাই লিখিপারিবা এ কু 100 বিভক্ত 100 যুক্ত 4 বিভক্ত 10 সরি যুক্ত 7 বিভক্ত 10 যুক্ত 4 বিভক্ত 100 সমান দেবা লস হয়ে গেলা 100 100 কু 100 রে হরিলে 1 এ কু 100 রে গুণিলে 100 যুক্ত 100 কু 10 রে হরিলে 10 10 হয়ে গেলা 70 যুক্ত 100 কু 100 হলে 1 1 4 4 তাহলে 100 যুক্ত 70 যুক্ত 7 অর্থাৎ 174 বিভক্ত 100 তৃতীয় ঘর শূন্য স্থানে আমি লিখিবা 174 বিভক্ত 174 বিভক্ত 100 চতুর্থ শূন্য স্থানে দেখ এটি অছি দুই একক পূর্ণ একক দুই পূর্ণ একক রয়েছে এবং দুইটি মাত্র গার নিয়ে যাইছি অর্থাৎ 2 পূর্ণ 2 বিভক্ত 10 কিন্তু সে পূর্ণ সংখ্যা আকারে লেখু নাই বা মিশ্র ভগ্নাংশ আকারে ন লেখি কেবল অপভূত ভগ্নাংশ আকারে লেখুছি আমি লেখ তাকে দেখিবা কিপরি করিবা না 2 যুক্ত 2 বিভক্ত 100 সমান 2 কে করে পারিবা আমি 200 বিভক্ত 100 যুক্ত 2 বিভক্ত 100 এটা লস হয়ে যাব 100 100 কু 100 হলে 1 1 কু 200 গুণিলে 200 যুক্ত 100 কু 100 হরিলে 1 1 দুনে 2 তাহলে হয়ে যাব 202 বিভক্ত 100 এটা লিখিবা 202 বিভক্ত 100 যেহেতু এটা সবগুড়াক একটু অপকৃত আকারে দৌছে আমি সেই অপকৃত আকারে লিখুছে তুমি চাইলে মধ্যে মিশ্র ভগ্নাংশ আকারে লিখিপার 2 পূর্ণ 2 বিভক্ত 100 মধ্যে লিখিপার এইটাকে 1 পূর্ণ 74 বিভক্ত 100 লিখিপার 1 পূর্ণ 55 বিভক্ত 100 মধ্যে লিখিপার এবং শেষ কোঠারে দেখ এঠারে 2 পূর্ণ রহিলা তো এটা 1 বিভক্ত 10 2 বিভক্ত 10 2 পূর্ণ 3 বিভক্ত 10 2 পূর্ণ 4 বিভক্ত 10 তাহলে 2 তাকে লিখিবা 2 যুক্ত 4 বিভক্ত 10 সমান 2 র মূল্য লিখিবা 200 বিভক্ত 100 কিছু মূল্য পরিবর্তন হবে না 200 বিভক্ত 100 র মূল্য হচ্ছে 2 যুক্ত 4 বিভক্ত 10 সমান লস হয়ে যাব 100 100 কু 100 হলে 1 1 কু 2 রে গুণিলে 200 গুণিলে 200 যুক্ত 100 কু 10 রে হরিলে 10 10 চৌর হলা 40 অর্থাৎ 240 বিভক্ত 100 এর মূল্য হয়ে যাব 240 বিভক্ত 100 দেখো এটি 10 একক 20 একক 30 একক 40 একক 240 বিভক্ত 100 কিংবা তুমি আর লিখিপার মধ্যে 2 পূর্ণ 4 বিভক্ত 10 একক মধ্যে আমি লিখি পারিবা তারপরে দেখো নিম্ন ছবিরে দিয়াইଥିବା ତାରର ଦୈର୍ଘ୍ୟ 3 ପ୍ରକାର ଉପରେ ଦିଆଯାଇଛି ତୁମେ ଦେଖିପାରୁଛ ସେଗୁଡ଼ିକ ସମାନ ଲମ୍ବକୁ ସୂଚାଏ ଦେଖ ତାରଟି 1 ଏକକରୁ 1 ବିଭକ୍ତ 10 ଆଉ 4 ଏକକ ଅଧିକ ଅଛି ତାହେଲେ ଖାଲି 1 ବିଭକ୍ତ 10 ଆଉ 4 ବିଭକ୍ତ 100 ତ 1 ଏକକ 1 ଦଶାଂଶ ଏକକ ଓ 4 ଶତାଂଶ ଏକକ ସେ 1 ଏକକ ରହିଲା 1 ଆଉ 4 ପାଖ ଲେଖା ହେଲା 10 100 ମଧ୍ୟରୁ 100 ଲେଖା ହେଲା 1 ଏକକ ଓ 14 ଶତାଂଶ ଏକକ বা এইটা পুরা লিখিদেলা অপকৃত সরি মিশ্র ভগ্নাংশরু তাকে অপকৃত করেদেলা অর্থাৎ 100 কে 100 যুক্ত 14 114 বিভক্ত 100 অর্থাৎ 114 শতাংশ একক বর্তমান নিম্ন চিত্রকু দেখি তার দৈর্ঘ্য লেখ পড় তাহলে এটি দেখ তার দৈর্ঘ্য কেতে না এটি 5 একক রয়েছে আগু কেতে যাইছি দশাংশ কেতে 1 বিভক্ত 10 2 বিভক্ত 10 3 বিভক্ত 5 পূর্ণ 3 10 এবং তারপরে 7টি গার নেইছি আর 7 বিভক্ত 100 তাহলে এগু লিখি পারিবা 5 পূর্ণ 37 বিভক্ত 100 তাহলে আকু কিপরি পড়িবা না আকু পড়িবা 5 একক ও 37 শতাংশ 35 শতাংশ লিখিবা 5 একক ও 37 শতাংশ দ্বিতীয় তারটি দেখ 15 একক যাই আসছি এবং
ତିନୋଟି ଛୋଟ ଗାର ଯାଇଛି, ତାହେଲେ 15 ପୂର୍ଣ୍ଣ 3 ବିଭକ୍ତ 100, ତାହେଲେ 15 ଯୁକ୍ତ 3 ବିଭକ୍ତ 100, ତାହେଲେ ଲେଖିବା 15 ପୂର୍ଣ୍ଣ 3 ବିଭକ୍ତ 100। ଆଗକୁ ପଢିବା 15 ଏକକ ଓ 3 ଶତାଂଶ, 15 ଏକକ ଓ 3 ଶତାଂଶ। ତାପରେ ନେକ୍ସଟ ପେଜକୁ ଯିବା। ଏଠାରେ ତାରର ଦୈର୍ଘ୍ୟ ଦେଖ 7 ଏକକରୁ ଅଧିକ ଅଛି, 7 ଏକକ ପରେ 7 ପୂର୍ଣ୍ଣ 1 ବିଭକ୍ତ 10, 7 ପୂର୍ଣ୍ଣ 2 ବିଭକ୍ତ 10, 7 ପୂର୍ଣ୍ଣ 3 ବିଭକ୍ତ 10, 7 ପୂର୍ଣ୍ଣ 4 ବିଭକ୍ତ 7 ପୂର୍ଣ୍ଣ 5 ବିଭକ୍ତ 10 ରୁ ଆଉ ଦୁଇଟି ଛୋଟ ଗାର ଆଗକୁ ଯାଇଛି, ତାହେଲେ 7 ଯୁକ୍ତ 5 ବିଭକ୍ତ 10 ଯୁକ୍ତ 2 ବିଭକ୍ତ 100। ତାହେଲେ ଲେଖିବା 7 ପୂର୍ଣ୍ଣ 52 ବିଭକ୍ତ 100, 7 ପୂର୍ଣ୍ଣ 52 ବିଭକ୍ତ 100। ତାହେଲେ କିପରି ପଢିବା? 7 ଏକକ ଓ 52 ଶତାଂଶ, 52 ଶତାଂଶ। ସେଇଭଳି ତାପର ତାରଟି ଦେଖ 9 ପୂର୍ଣ୍ଣ ଏକକ ଏବଂ 8 ବିଭକ୍ତ 10, ତାହେଲେ 9 ପୂର୍ଣ୍ଣ 8 ବିଭକ୍ତ 10 ଏକକ ପଢିପାରିବା, ବା 9 ଏକକ ଓ 8 ଶତାଂଶ ବୋଲି ପଢିପାରିବା। ଯେହେତୁ ଆମେ ବର୍ତ୍ତମାନ ଶତାଂଶରେ ପଢୁଛେ, 8 ବିଭକ୍ତ 10କୁ ଆମେ ଶତାଂଶରେ ପରିଣତ କରିବା। ତ 9 ଯୁକ୍ତ 8 ବିଭକ୍ତ 10 ଲେଖିଲେ 9 ଯୁକ୍ତ 10ରେ 10 ଗୁଣିଲେ 100 ହବ, ତ 10ରେ 10 ଗୁଣିଲେ 100, 8ରେ ମଧ୍ୟ 10 ଗୁଣିବା, ତ 8ରେ 10 ଗୁଣିଲେ 80 ହେଇଯିବ। 9 ଏବଂ 80 ବିଭକ୍ତ 100, 9 ପୂର୍ଣ୍ଣ 80 ବିଭକ୍ତ 100। ଆକୁ ଆମେ ପଢିବା 9 ଏକକ ଓ 80 ଶତାଂଶ, 9 ଏକକ ଓ 80 ଶତାଂଶ ବୋଲି ପଢିବା, କିମ୍ବା 9 ଏକକ 8 ଦଶାଂଶ ପଢିପାରିବା, ବା 9 ଏକକ 80 ଶତାଂଶ ବୋଲି ମଧ୍ୟ ପଢିପାରିବା। ତାପରେ ପିଲାମାନେ ଦେଖ, ଏଠି କିଛି ସ୍କେଲ ଦିଆଯାଇଛି। ନିମ୍ନ ରେଖା ଲମ୍ବରୁ କେଉଁଟି ବୃହତ୍ତର ଓ କେଉଁଟି କ୍ଷୁଦ୍ରତର, এই ଦୈର୍ଘ୍ୟକୁ ଦତ୍ତ ସ୍କେଲରେ ଚିହ୍ନିତ କର। ଆମେ ଚିହ୍ନିତ ମୁଁ ତୁମମାନଙ୍କ ପାଇଁ କରିସାରିଛି, ଯାହା ମାପ ଗୁଡ଼ିକ ଦେଇଛି ଦତ୍ତ ସ୍କେଲରେ। ତୁମମାନେ ଏହାକୁ ଟିକେ ବୁଝି ନିଅ। ଯେଉଁଠି ସ୍କେଲର ବାମ ପଟକୁ ରହିବ ତାହା ହେଉଛି କ୍ଷୁଦ୍ରତର ହେବ, ଯିଏ ସ୍କେଲର ଡାହାଣ ପଟକୁ ରହିବ ତାହା ବୃହତ୍ତର ଏକକ ହେବ। ପ୍ରଥମେ ଅଛି 3 ବିଭକ୍ତ 10। 3 ବିଭକ୍ତ 10 ଆମେ ଦେଖ, ପ୍ରଥମେ 0 ଠାରୁ 1 ଏକକକୁ ବଡ଼ ଗାର ଦିଆଯାଇଛି, ଗୋଟିଏ ଗୋଟିଏ ଦଶାଂଶ ଏକକ। ତ 3 ବିଭକ୍ତ 10 କହିଲେ 10 ଭାଗରୁ 3 ଭାଗ, ତାହେଲେ ଆମେ ଏଠି 1 ଭାଗ 2 ଭାଗ 3, এইটা ହେଲା 3 ବିଭକ୍ତ 10 ଏକକ। ଏହାପରେ ଅଛି 3 ବିଭକ୍ତ 100, ଅର୍ଥାৎ ଦେଖ ସବୁ ଛୋଟ ଛୋଟ ଗାର ଯୋଉ ପଡିଛି 0 ଠାରୁ 1 ପର୍ଯ୍ୟନ୍ତ, ପ୍ରତି ଛୋଟ ଗାର ହଉଛି 1 ଶତାଂଶ ଏକକ। 3 ବିଭକ୍ତ 100 ଆମେ ଏଠି ତିନୋଟି ଗାର ନେବା, ଏଇଟା 3 ବିଭକ୍ତ 100। 33 ବିଭକ୍ତ 100 ଆମେ 3 ଏକକ ଦଶାଂଶ ଏକକ ପଳେଇ ଆସିଲେ 30 ଏକକ ହେଇଯିବ, ଆଉ ତିନୋଟି ଗାର ନେବା, ବା ଆରମ୍ଭରୁ ଆମେ 33ଟି ଗାର ନେଇଗଲେ ହେଇଯିବ 33 ବିଭକ୍ତ 100। କ୍ଷୁଦ୍ରତମ ଏକକ ହେଲା 3 ବିଭକ୍ତ 10, ଆଉ ବୃହତ୍ତର ଦୈର୍ଘ୍ୟଟି ହେଲା 33 ବିଭକ୍ତ 100। ସେମିତି 2 ନମ୍ବର ସ୍କେଲ 3 ପୂର୍ଣ୍ଣ 1 10, ପ୍ରଥମେ 0 ଠାରୁ 1 2, ଏଠି 3 ପୂର୍ଣ୍ଣ 1 ବିଭକ୍ତ 10, ତାହେଲେ 3 ପୂର୍ଣ୍ଣ 1 10, ଏଠି ଗୋଟିଏ ଗାର, এইটা ନୁହଁ ପିଲାମାନେ, ଏଇଟା ହଉଛି 30 ବିଭକ୍ତ 10 ଘୁଞ୍ଚେଇଛି। ଏଠି ଗୋଟିଏ ଗାରକୁ ଯୋଉ ଆମେ ନେଲେ ଏହା ହେଇଯିବ 3 ପୂର୍ଣ୍ଣ 1 ବିଭକ୍ତ 10, 3 ପରେ ଆଉ ଗୋଟିଏ ଗାର ନେଲେ 3 ପୂର୍ଣ୍ଣ 1 ବିଭକ୍ତ 10। ତାପରେ 30 ବିଭକ୍ତ 10 ପିଲାମାନେ, 30 ବିଭକ୍ତ 10 ଯଦି ଆମେ 0 2ଟାକୁ କାଟିଦେବା, ତେବେ ତାହାର ମୂଲ୍ୟ ହେଇଯିବ 3, ଅର୍ଥାৎ 30 ବିଭକ୍ତ 10 ମୂଲ୍ୟ ହେବ 3, ତାହେଲେ এইটা ହେବ 30 ବିଭକ୍ତ 10। 3 ଯୋଉ ସ୍ଥାନରେ ଅଛି ତାହାର 30 ବିଭକ୍ତ 10। ଆଉ 1 ପୂର୍ଣ୍ଣ 3 ବିଭକ୍ତ 10, 0 ଠାରୁ 1 ପର୍ଯ୍ୟନ୍ତ ଆସିବା, ଏବଂ ଆଉ ଛୋଟ ଗାର 3ଟି ନେଲେ ତାହା ହେଇଯିବ 3 ବିଭକ୍ତ 10। 1 ପୂର୍ଣ୍ଣ 3 ବିଭକ୍ତ 10। କ୍ଷୁଦ୍ରତମ ଏକକ ହେଲା 1 ପୂର୍ଣ୍ଣ 3 ବିଭକ୍ତ 10, ଏବଂ ବୃହତ୍ତମ ଏକକ ହେଲା 3 ପୂର୍ଣ୍ଣ 1 ବିଭକ୍ତ 10। ସି ନମ୍ବର ଦେଖ ଅଛି 45 ବିଭକ୍ତ 100, 54 ବିଭକ୍ତ 100, 5 ବିଭକ୍ତ 10, 4 ବିଭକ୍ତ 10। ଦେଖ 45 ବିଭକ୍ତ 100 ଆମେ ଆରମ୍ଭରୁ ଯଦି ବଡ଼ ଗାର ଗୁଡ଼ିକ ଦେଖି ଆସିଛେ, 4ଟା ଗାର ଗଣିଦେଲେ ହେଇଯିବ 40, 40 ପରେ ଆଉ 5ଟା ଗାର ଗଣିଦେଲେ ହେଇଯିବ 45। ତମେ ଆରମ୍ଭରୁ ଛୋଟ ଗାର ଗୁଡ଼ିକ ଗଣିଦେଲେ 45ଟି, ତେଣୁ 45ଟି ଛୋଟ ଗାର ଗଣିବା ପାଇଁ ତୁମକୁ ସମୟ ଲାଗିବ। ଯୋଉ ବଡ଼ ଗାର ଦେଇଛି ଆରମ୍ଭରୁ ଗୋଟେ ବଡ଼ ଗାର ପର୍ଯ୍ୟନ୍ତ 10, ପୁଣି ଗୋଟେ ବଡ଼ ଗାରରୁ ଆଉ ଗୋଟେ ବଡ଼ ଗାର ମଧ୍ୟରେ ପାର୍ଥକ୍ୟ 10, ତେଣୁ 4ଟି ପର୍ଯ୍ୟନ୍ତ ଆସିଲେ ହେଇଯିବ 40, ଆଉ ଟିକେ 5ଟା ଗଣିଦେଲେ ହେଇଯିବ 45 ବିଭକ୍ତ 100। ତାପରେ ଏଠାରେ ହେଇଯିବ 5ଟା ଗାର ପର୍ଯ୍ୟନ୍ତ ଆସିଲେ ହେଇଯିବ 50, ଆଉ 4ଟି ପର୍ଯ୍ୟନ୍ତ ନେଲେ ହେଇଯିବ 54 ବିଭକ୍ତ 100।
ପାଞ୍ଚ ବିଭକ୍ତ 10 ଏ ବଡ଼ ଗାର ପାଞ୍ଚଟି ଗଣିଦେବ 1 2 3 4 5 ଏହା ହେଇଗଲା 5 ବିଭକ୍ତ 10 ଏବଂ ବଡ଼ ଗାର ଚାରିଟି ଗଣିଦେଲେ ତାର ମୂଲ୍ୟ ହେଇଯିବ 4 ବିଭକ୍ତ 10। এইটি ହେଉଛି 4 ବିଭକ୍ତ 10। ସବୁଠାରୁ କ୍ଷୁଦ୍ରତମ ଏକକ ରହିଲା ବା ଦୈର୍ଘ୍ୟ ରହିଲା ଏଠାରେ 4 ବିଭକ୍ତ 10 ଆଉ ବୃହତ୍ତର ରହିଲା 54 ବିଭକ୍ତ 100। 2 ନମ୍ବର ସ୍କେଲ ଦେଖ 3 ପୂର୍ଣ୍ଣ 6 ବିଭକ୍ତ 10 3 ପୂର୍ଣ୍ଣ 6 ବିଭକ୍ତ 100 3 ପୂର୍ଣ୍ଣ 6 ବିଭକ୍ତ 10 ଓ 6 ବିଭକ୍ତ 100 ନିଶ୍ଚିତ ଭାବରେ ଦେଇଛି ତିନୋଟି ମାପ ଦେଇଛି। ପ୍ରଥମେ 3 ପୂର୍ଣ୍ଣ 6 ବିଭକ୍ତ 10 3 ପୂର୍ଣ୍ଣ 6 ବିଭକ୍ତ 10 ଏହା ତୁମ ପାଇଁ ଗୋଟେ ଟ୍ରିକି क्वेश्चन भाव में देख सब 30 10 31 10 एमती 40 10 लिखिदेची ये कौन कर पूर्ण संख्या को ये किंतु सॉरी मिश्र भग्नांश को ये अपवृत आकार लिखिदेची तुम्हें जो 3 पूर्ण 6 विभक्त 10 को जदि अपवृत करिया 10 3 30 युक्त 6 36 10 देख 36 10 कहले एटा हुई बुझाए 3 36 10 जोटा लिखा है ताको लिखिदो 3 पूर्ण 6 विभक्त 10 तब 3 पूर्ण 6 विभक्त 100 देख 30 विभक्त 10 मूल्य हूँ 3 3 पूर्ण आउ छोट छोट गार 6टा गार ना यार मूल्य हो 3 पूर्ण 6 विभक्त 100 तापर अच्छी 3 पूर्ण 6 विभक्त 10 आउ 3 पूर्ण से 6 विभक्त 100 तेल आम यदि एकाठी लिखा यह हो 3 पूर्ण 66 विभक्त 100 3 पूर्ण 66 विभक्त 100 कौटी हम ये जाऊँगी 3 पूर्ण 60 विभक्त 100 हम आम तापर 6टी गार नहीं गले 3 पूर्ण 6 विभक्त 10 6 विभक्त 100 आम तो कहीपर 3 पूर्ण 66 विभक्त 100 बोली कहीपर तार क्षुद्रतम एकक है 3 पूर्ण 6 विभक्त 100 बृहत्तम एकक है 3 पूर्ण 6 विभक्त 10 और 6 विभक्त 100। यापर आम नेक्स्ट पेज को जीवा बर्तमान अच्छी 3 नंबर 8 विभक्त 10 2 विभक्त 100 9 विभक्त 100 और 1 पूर्ण 8 विभक्त 100 प्रथम आम 8 विभक्त 10 देखा 0 ठार 1 पर्यंत 10 भाग कराई 10 भाग जोटा 8 नंबर भाग से नहीं जावा ये 8 विभक्त 10 2 विभक्त 8 सरी 8 विभक्त 10 2 विभक्त 100 निश्चित भाव गोटे निआई तेनाली प्रथम 8 विभक्त 10 यहाँ है आउ 2टा गार नहीं गले आउ 2टा गार नहीं गले लिखा 8 विभक्त 10 2 विभक्त 100 यह गोटे माप तापर अच्छे 9 विभक्त 100 आरंभ 9टी गार गणिदेले जो आसो ये 9 विभक्त 100 और शेषटा अच्छी 1 पूर्ण 8 विभक्त 100 0 ରୁ 1 पर्यंत आसवा 1 पूर्ण आउ 8टी गार नहीं जावा 1 पूर्ण 8 विभक्त 100 क्षुद्रतर दैर्घ्यटी है 9 विभक्त 100 बृहत्तर लंबटी है 1 पूर्ण 8 विभक्त 100 यहाँ पे 8 विभक्त 10 8 विभक्त 100 गोटे माप या 82 विभक्त 100 कर ये 8टी पर्यंत आसगला जो 80 और 2टी माप गार नहीं गले 8 विभक्त 10 और 2 विभक्त 100। एफ नंबर देख 7 पूर्ण 3 विभक्त 10 और 5 विभक्त 100 तापर 7 पूर्ण 5 विभक्त 10 7 पूर्ण 41 विभक्त 100 ये 7 पूर्ण 3 विभक्त 10 5 विभक्त 100 अर्थात या 7 पूर्ण 35 विभक्त 100 ताले ये कौटी हम देख ये 70 विभक्त 10 आगे 0 0 काटिदेले ये 7 पूर्ण ये 7 तापर आम 35 विभक्त 100 दरकार आम गोटे गार ना 10 2टा गार ना 20 3टा गार ना 30 और 5टी तापर 5टी गार ना यहाँ हो 7 पूर्ण 3 विभक्त 10 और 5 विभक्त 100। नेक्स्ट अच्छी 7 पूर्ण 5 विभक्त 10 और एठार 7 पूर्ण 70 विभक्त दि जाऊँ 7 तापर 5टी गार गणिदेवा 3 4 5 यह हो 7 पूर्ण 5 विभक्त 10 तापर अच्छी 7 पूर्ण 41 विभक्त 100 7 ये 7 पूर्ण हेल्ले छोट छोट गार 41 टी गणि पार कि गोटे बड़ गार है 10 तापर 10 20 30 40 और गोटे गार ना 7 पूर्ण 41 विभक्त 100 क्षुद्रतम एकक है 7 पूर्ण 3 विभक्त 7 पूर्ण 3 विभक्त 10 5 विभक्त 100 7 पूर्ण 35 विभक्त 100 है क्षुद्रतम एकक बृहत्तम एकक है 7 पूर्ण 5 विभक्त 10। तापर जी नंबर देखो 65 विभक्त 10 15 विभक्त 100 5 पूर्ण 87 विभक्त 100 और 5 पूर्ण 7 विभक्त 100 ताले 65 पूर्ण विभक्त 10 और 15 विभक्त 100 ताले केते हो ये नेले 64 विभक्त 10 पर आम गोटे नहीं 5टा गार नहीं जावा यह 65 विभक्त 10 और तापर आउ
64 ବିଭକ୍ତ 10 ପରେ ଆମେ ଆଉ ଗୋଟେ କାରଣ ଅର୍ଥାৎ ଦଶାଂଶ ଏକକୁ ଆସିବା ଏଇ ଯୋଉ 65 ବିଭକ୍ତ 10 ହେଇଯିବ ତାପରେ 15 ବିଭକ୍ତ 100 ଦେଇଛି ଆମେ 64 କତିରୁ ପୁରା 15ଟି ଗାର ଗଣି ଆସିବା 64 15ଟି ଗାର ଗଣି ଆସିବା ତାହେଲେ 65 ବିଭକ୍ତ 10 15 ବିଭକ୍ତ 100 ତାପରେ ଅଛି 5 ପୂର୍ଣ୍ଣ 87 ବିଭକ୍ତ 100 ପଛକୁ ଏଠି 6 ଅଛି ଏହା 6 ପୂର୍ଣ୍ଣ ଏଠି ଏଇ ଗାରଟି ହବ 5 ପୂର୍ଣ୍ଣ 7 ବିଭକ୍ତ 100 ଯୋଉଟା ଶେଷଟି ଏବଂ ଏଇ ଗାରଟି ହବ 5 ପୂର୍ଣ୍ଣ 87 ବିଭକ୍ତ 100 କ୍ଷୁଦ୍ରତମ ଲମ୍ବଟି ହେଲା 5 ପୂର୍ଣ୍ଣ 7 ବିଭକ୍ତ 100 ବୃହତ୍ତମ ଲମ୍ବ ହେଲା 65 ବିଭକ୍ତ 10 15 ବିଭକ୍ତ 100 ଏହାପରେ ଦେଖ ଭଗ୍ନ ଏଠି ଯୋଗଫଳ ନିର୍ଣ୍ଣୟ କରିବା 15 ପୂର୍ଣ୍ଣ 3 ବିଭକ୍ତ 100 4 3 ବିଭକ୍ତ 10 4 ବିଭକ୍ତ 100 ଓ 2 ପୂର୍ଣ୍ଣ 6 ବିଭକ୍ତ 10 8 ବିଭକ୍ତ 100 ର ଯୋଗଫଳ ନିର୍ଣ୍ଣୟ କରାଯାଇଛି ଏହା ଦେଖ ଭିନ୍ନ ଭିନ୍ନ ପଦ୍ଧତିରେ କିପରି ନିର୍ଣ୍ଣୟ କରାଯାଇଛି ପ୍ରଥମେ କ'ଣ କରାଯାଇଛି ନା ପୂର୍ଣ୍ଣ ସଂଖ୍ୟା ଦୁଇଟି ଅର୍ଥାৎ 15 ଆଉ 2 କୁ ଗୋଟେ ବନ୍ଧନୀ ଭିତରେ ମିଶାଗଲା ତାପରେ ଦଶାଂଶ ଗୁଡ଼ିକ ଅର୍ଥାৎ 3 ର 10 6 ର 10 କୁ ଗୋଟେ ବନ୍ଧନୀ ଭିତରେ ମିଶାଗଲା ଏବଂ ଶତାଂଶକୁ ଗୋଟେ ବନ୍ଧନୀ ଭିତରେ ଅର୍ଥାৎ 4 ର 10 8 ର 100 କୁ ଗୋଟେ ବନ୍ଧନୀ ଭିତରେ ମିଶାଗଲା ତାହେଲେ 15 2 ହେଇଗଲା 17 6 3 ହେଇଗଲା 9 ବିଭକ୍ତ 10 ଏବଂ 8 4 12 ବିଭକ୍ତ 100 ତାହେଲେ ଏ 17 ଏ 9 ବିଭକ୍ତ 10 ରହିଲା 12 ବିଭକ୍ତ 100 କୁ ଭାଙ୍ଗି ଦେଇଛି ସେ ଗୋଟେ କରିଦେଲା 1 ବିଭକ୍ତ 10 କରିଦେଲା ଏବଂ ତାକୁ କରିଦେଲା 2 ବିଭକ୍ତ 100 କାହିଁକିନା 10 ଶତାଂଶ ହେଉଛି 1 ଦଶାଂଶ 10 ଶତାଂଶ 1 ଶତାଂଶ ହେଇଥିବାରୁ ଏଠୁ 10 ବାହାର କରିଦେଲା ପରେ ସେ 1 ଦଶାଂଶ ହେଇଗଲା ଆଉ ରହିଲା 2 ବିଭକ୍ତ 100 ତାହେଲେ 17 ଯୁକ୍ତ ଇଏ 9 1 10 ତାହେଲେ 10 ବିଭକ୍ତ 10 ଯୁକ୍ତ 2 ବିଭକ୍ତ 100 ତାହେଲେ 17 10 ବିଭକ୍ତ 10 ର ମୂଲ୍ୟ ହେଲା 1 18 ପୂର୍ଣ୍ଣ 2 ବିଭକ୍ତ 100 ପୁନଶ୍ଚ ଦ୍ୱିତୀୟ ପଦ୍ଧତିରେ କିପରି ମିଶାଯାଇଛି ସେମିତି ଲେଖାଯାଇଛି ଭଗ୍ନାଂଶକୁ ତଳକୁ ତଳ 15 ପୂର୍ଣ୍ଣ 3 ବିଭକ୍ତ 10 4 ବିଭକ୍ତ 100 2 ପୂର୍ଣ୍ଣ 6 ବିଭକ୍ତ 10 8 ବିଭକ୍ତ 100 8 ଏ 4 ତାର 12 ବିଭକ୍ତ 100 6 3 9 ବିଭକ୍ତ 10 15 2 17 এই ଯୋଉ ଦଶାଂଶ 10 ଶତାଂଶକୁ 1 ଦଶାଂଶ ତାକୁ ଏଠାରେ କରିଦେଲା 12 ରୁ 10 କାଢି ଆଣିଲା ତାକୁ 10 ବିଭକ୍ତ 10 କଲା ଇଏ ରହିଲା 2 ବିଭକ୍ତ 100 9 ଥିଲା ତା ଦେହରେ 1 କାଢି ଆଣିଛି 10 ବିଭକ୍ତ 10 କରିଛି ତ 17 ମୂଲ୍ୟ ଏଠି 10 ବିଭକ୍ତ 10 ର ମୂଲ୍ୟ ହେଉଛି 1 17 1 ହେଲା 18 ଆଉ ଏଠି 2 ବିଭକ୍ତ 100 এইভাবে ভাবে দুই প্রকারে মিশ্রণ କରାଯାଇଛି ঠিক ଅଛି এই ପଦ୍ଧତି ଦ୍ୱୟ ଭିନ୍ନ ଅଟନ୍ତି କି ନା এই ପଦ୍ଧତି ଦ୍ୱୟ ଭିନ୍ନ ନୁହନ୍ତି ତେଣୁ 483 ଓ 268 ର ଯୋଗ ପ୍ରକ୍ରିୟାକୁ ଦେଖ ପୂର୍ବ ପଦ ସହ ଏହି ପଦ ସାମଞ୍ଜସ୍ୟ ଅଛି କି ପ୍ରଥମେ 483 ଭାଙ୍ଗିଦେଲା 400 ଯୁକ୍ତ 80 ଯୁକ୍ତ 3 ତେଣୁ 268 କୁ 260 ଯୁକ୍ତ 8 100 ସାଙ୍ଗରେ 100 ମିଶେଇଲା 400 ସାଙ୍ଗରେ 200 ମିଶେଇଲା 80 ସାଙ୍ଗରେ 60 ମିଶେଇଲା ଏବଂ 3 ସାଙ୍ଗରେ 8 ମିଶେଇଲା 400 200 ହେଲା 600 ଏଇଟା 80 60 ହେଲା 140 ଏବଂ 3 8 ହେଲା 11 600 140 ରେ ଏଠୁ 10 ମିଶା ହେଇଗଲା 150 ଆଉ ଏଠାରେ 1 ବଢିଲା 600 ଯୁକ୍ତ 100 ପୁଣି 150 କୁ ଭାଙ୍ଗିଦେଲା 100 ଯୁକ୍ତ 50 ଯୁକ୍ତ 1 600 ରେ 100 ମିଶିଲା 700 ଯୁକ୍ତ 50 ଯୁକ୍ତ 1 751 15 ପୂର୍ଣ୍ଣ 3 ବିଭକ୍ତ 10 4 ବିଭକ୍ତ 100 ଓ 2 ପୂର୍ଣ୍ଣ 6 ବିଭକ୍ତ 10 8 ବିଭକ୍ତ 100 କୁ ଶତାଂଶରେ ପରିଣତ କରି ନିମ୍ନମତ ଯୋଗ କରାଯାଇପାରେ ତ ଶତାଂଶରେ ପରିଣତ କରାଯାଉଛି ତାହେଲେ 15 ଆଉ 2 ରହିଲା 3 ବିଭକ୍ତ 10 କୁ ଶତାଂଶ କରିଦେଲେ ଯେହେତୁ ଶତାଂଶ କରିବା 10 ର ଶତାଂଶ କରିବା 10 କୁ 10 ରେ ଗୁଣିଲେ ହେଇଯିବ 100 ଯେହେତୁ ଲବକୁ ହରକୁ 10 ରେ ଗୁଣୁଛେ ଲବକୁ ମଧ୍ୟ 10 ରେ ଗୁଣିବା ତାହେଲେ ଏଠି ହେଇଯିବ 3 ଆଉ 4 ମିଶିଲେ 34 ବିଭକ୍ତ 100 ଯୁକ୍ତ 6 ଆଉ 8 ଅର୍ଥାৎ 68 ବିଭକ୍ତ 100 15 2 17 ଯୁକ୍ତ 34 ଆଉ 68 ମିଶିଲେ ହେଇଯିବ 102 ବିଭକ୍ତ 100 102 ବିଭକ୍ତ 100 କୁ ଆଉ 100 ବିଭକ୍ତ 100 ଗୋଟେ ଲେଖିପାରିବା ଆଉ 2 ବିଭକ୍ତ 100 ଗୋଟେ ଲେଖିପାରିବା ସେ 100 ବିଭକ୍ତ 100 ସେ ଏଠାରେ ନ ଲେଖି 100 ବିଭକ୍ତ 100 ର ମୂଲ୍ୟ 1 କରିଦେଉଛି ଆଉ 2 ବଢିଲା 2 ବିଭକ୍ତ 100 17 1 18 ପୂର୍ଣ୍ଣ 2 ବିଭକ୍ତ 100 ଏହାକୁ ପୁରା ଅପକୃତ କରିଦେଇଛି ଅପକୃତ କରି ଲେଖିଲା 1534 ବିଭକ୍ତ 100 ଯୁକ୍ତ 268 ବିଭକ୍ତ 100 1534 268 ମିଶିଲେ 1802 ବିଭକ୍ତ 100 1800 2 କୁ ଭାଙ୍ଗିଦେଲା 1800 ବିଭକ୍ତ 100 କଲା ଏବଂ 2 ବିଭକ୍ତ 100 କଲା 1800 ବିଭକ୍ତ 100 ର ମୂଲ୍ୟ ହେଲା 18 2 ବିଭକ୍ତ 100 18 ପୂର୍ଣ୍ଣ 2 ବିଭକ୍ତ 100 ବିୟୋଗ ଫଳ 25 ପୂର୍ଣ୍ଣ 9 ବିଭକ୍ତ 100 ଫେଡାଣ 6 ପୂର୍ଣ୍ଣ 4 ବିଭକ୍ତ 10 ଏବଂ 7 ବିଭକ୍ତ 100 ଏଠି ଲେଖିଲା 25 ପୂର୍ଣ୍ଣ 9 ବିଭକ୍ତ 10 ତାକୁ ହେଲା 25 ପୂର୍ଣ୍ଣ ଏଠି ଶତାଂଶ ଅଛି କିନ୍ତୁ ଏଠି ଶତାଂଶ ନାହିଁ ତେଣୁ 25 ପୂର୍ଣ୍ଣ 8 ଗୋଟେ 8 ବିଭକ୍ତ 10 କରିଦେଲା ଏବଂ 10 ବିଭକ୍ତ 100 ଦେଲା ତାକୁ ପୁନଶ୍ଚ 25 ପୂର୍ଣ୍ଣ 8 ବିଭକ୍ତ 10 ରଖିଲା ଏବଂ ତାକୁ 10 ବିଭକ୍ତ 100 କରି ଏଠାରେ ଲେଖିଲା ଫେରିବା 6 ପୂର୍ଣ୍ଣ 4 ବିଭକ୍ତ 10 7 ବିଭକ୍ତ 100
ଛଅ 4 × 10 7 × 100 6 ପୂର୍ଣ୍ଣ ଏଠି 4 × 10 7 × 100 10 ରୁ 7 ଗଲେ 3 × 100 ରହିଲା 8 ରୁ 4 ଗଲେ 4 × 10 ରହିଲା 25 ରୁ 6 ଗଲେ 19 19 ପୂର୍ଣ୍ଣ 4 × 10 3 × 100 19 ପୂର୍ଣ୍ଣ 43 ବିଭକ୍ତ 100 ବୋଲି ମଧ୍ୟ କହିପାରିବା। ଏଠାରେ ତାକୁ ଶତାଂଶରେ ପରିଣତ କରି ସମାଧାନ କର 15 ପୂର୍ଣ୍ଣ 3 × 10 4 × 100 ଫେର 2 ପୂର୍ଣ୍ଣ 6 × 10 8 × 100 15 ପୂର୍ଣ୍ଣ 3 × 10 4 × 100 କୁ ଏଠି ଲେଖିଲା 15 ପୂର୍ଣ୍ଣ ଏଠି 3 × 10 କୁ 2 × 10 ଏବଂ ଏକୁ ଆଣି 14 ବିଭକ୍ତ 100 କଲା 14 ପୂର୍ଣ୍ଣ 12 ବିଭକ୍ତ 10 14 ବିଭକ୍ତ 100 କରିଛି ତା ଦେହରେ ଫେଡ଼ା ହେଇଛି 2 ପୂର୍ଣ୍ଣ 6 ବିଭକ୍ତ 10 ଏବଂ 8 ବିଭକ୍ତ 100 ଫେଡ଼ା ଫଳ ହେଉଛି 12 ପୂର୍ଣ୍ଣ 6 ବିଭକ୍ତ 10 6 ବିଭକ୍ତ 100 ବା 12 ପୂର୍ଣ୍ଣ 66 ବିଭକ୍ତ 100 କରିପାରିବ। 653 268 ର ବିୟୋଗକୁ ଦେଖ 653 କୁ 600 ଯୁକ୍ତ 50 ଯୁକ୍ତ 3 ଫେଡ଼ାଣ 200 ଯୁକ୍ତ 60 ଯୁକ୍ତ 8 ପ୍ରଥମେ 600 ରୁ 200 ଫେଡ଼ା ହେଲା ତାହେଲେ 50 ରୁ 60 ଫେଡ଼ା ହେଉଛି 3 ରୁ 8 ଫେଡ଼ା ହେଉଛି 600 ରୁ 200 50 ରୁ 60 40 ରୁ 60 କଲା ଏଠି 10 ଏପଟକୁ ନିଆହେଲା 13 ରୁ 8 ଫେଡ଼ାଣକୁ ସହଜ କରିବା ପାଇଁ 600 ରୁ 200 ରହିଲା 40 ରୁ 60 ରହିଲା 13 ରୁ 8 ଗଲେ 5 ଏଠି 600 ବଦଳ ଏଠି 500 ରୁ 200 କଲା ଆଉ 100ଟା ଏପଟକୁ ନେଇ ଆସିଲା 40 ସାଙ୍ଗେ ମିଶିଲା 140 ଫେଡ଼ାଣ 60 ଯୁକ୍ତ 5 500 ରୁ 200 ଗଲେ 300 140 ରୁ 60 ଗଲେ 80 ଯୁକ୍ତ 5 385 ବର୍ତ୍ତମାନ ନିଜେ କରି ଦେଖ ଯୋଗ ବିୟୋଗଫଳ ନିର୍ଣ୍ଣୟ କରିବା। ବର୍ତ୍ତମାନ ଆମେ ଏଠାରେ ଯେଉଁ ପ୍ରଶ୍ନ ଗୁଡ଼ିକ ଦେଇଛି ତାର ସମାଧାନ କରିବା। ତାହେଲେ ଆସ ଆମେ ପ୍ରଶ୍ନ ଗୁଡ଼ିକ ସମାଧାନ କରିବା। ପ୍ରଥମେ ଅଛି 3 ବିଭକ୍ତ 10 ଯୁକ୍ତ 3 ପୂର୍ଣ୍ଣ 4 ବିଭକ୍ତ 100 ଏ ନମ୍ବର ଅଛି 3 ବିଭକ୍ତ 10 ଯୁକ୍ତ 3 ପୂର୍ଣ୍ଣ 4 ବିଭକ୍ତ 100 ତାହେଲେ ଆମେ କିପରି ସମାଧାନ କରିବା ଦେଖିବା 3 ବିଭକ୍ତ 10 ରହିଲା ଯୁକ୍ତ 3 ଯୁକ୍ତ 4 ବିଭକ୍ତ 3 ବିଭକ୍ତ 10 କୁ ଆମେ ମଧ୍ୟ ଶତାଂଶ କରିପାରିବା। ଶତାଂଶ କରିବା ପାଇଁ ହେଲେ 10 କୁ 10 ରେ ଗୁଣିଲେ 100 ହେଇଯିବ କିନ୍ତୁ ହରକୁ ଆମେ 10 ରେ ଗୁଣିଲେ ଲବକୁ ମଧ୍ୟ 10 ରେ ଗୁଣିବା ତାକୁ ତାହେଲେ ଆମେ କରିବା 30 ବିଭକ୍ତ 100 ଯୁକ୍ତ 3 ଯୁକ୍ତ 4 ବିଭକ୍ତ 100 ତାହେଲେ ବର୍ତ୍ତମାନ ଆମେ ପୂର୍ଣ୍ଣ ସଂଖ୍ୟାଟିକୁ ମୂଳକୁ ନେଇ ଆସିବା ଲେଖିବା 3 ଯୁକ୍ତ 30 ବିଭକ୍ତ 100 ଯୁକ୍ତ 4 ବିଭକ୍ତ 100 ସମାନ 3 ଯୁକ୍ତ ଏଠାରେ ଲସ୍ ଯଦି 100 ହେଇଯିବ એટલે 30 ଯୁକ୍ତ 4 ତାହେଲେ 3 ଯୁକ୍ତ 30 ଯୁକ୍ତ 4 ହେଲା 34 ବିଭକ୍ତ 100 ସମାନ 3 ପୂର୍ଣ୍ଣ 34 ବିଭକ୍ତ 100 এই প্রশ্নের মূল্য হল 3 ପୂର୍ଣ୍ଣ 34 ବିଭକ୍ତ 100 ବା ଏହାର 3 ବିଭକ୍ତ 10 ଓ 3 ପୂର୍ଣ୍ଣ 4 ବିଭକ୍ତ 100 ର ଯୋଗଫଳ ହେଲା 3 ପୂର୍ଣ୍ଣ 34 ବିଭକ୍ତ 100। বি নম্বর কোশ্চেন ଅଛି 9 ପୂର୍ଣ୍ଣ 5 ବିଭକ୍ତ 10 7 ବିଭକ୍ତ 100 ଯୁକ୍ତ 3 ପୂର୍ଣ୍ଣ 1 ସରି 2 ପୂର୍ଣ୍ଣ 1 ବିଭକ୍ତ 10 ଆଉ 3 ବିଭକ୍ତ 100 ତାହେଲେ ଆମେ ଏହାକୁ ସମାଧାନ କରିବା ଯୋଗଫଳ ନିର୍ଣ୍ଣୟ କରିବା ଲେଖିବା 9 ଯୁକ୍ତ 5 ବିଭକ୍ତ 10 ଯୁକ୍ତ 7 ବିଭକ୍ତ 100 ଯୁକ୍ତ 2 ଯୁକ୍ତ 1 ବିଭକ୍ତ 10 ଯୁକ୍ତ 3 ବିଭକ୍ତ 100 এইভাবে ভাবে লেখিবা। এরপরে আমি পূর্ণ সংখ্যা গুড়িক পাখু পূর্ণ সংখ্যা লেখিবা দশাংশ পাখু দশাংশ লেখিবা এবং শতাংশ পাখু শতাংশ লেখিবা। তাহলে 9 পাখକୁ ଲେଖିଲେ 2 ଇଏ ଗୋଟେ ବନ୍ଧନୀ ଭିତରେ ରହିଲା ମିଶାଣ ଚିହ୍ନ ଦେଲେ ଦଶାଂଶ 5 ବିଭକ୍ତ 10 ପାଖକୁ ଲେଖିବା 1 ବିଭକ୍ତ 10 ଏହା ଗୋଟେ ବନ୍ଧନୀ ଭିତରେ ରହିଲା ଏବଂ ଶତାଂଶ 7 ବିଭକ୍ତ 100 ପାଖକୁ ଲେଖିବା 3 ବିଭକ୍ତ 100। ବର୍ତ୍ତମାନ 9 ଆଉ 2 ର ମୂଲ୍ୟ 9 ଆଉ 2 ର ମୂଲ୍ୟ ମିଶିକି ହେଇଗଲା 11 ଯୁକ୍ତ ଆମେ ଏଟା ଲସ୍ ହେଲେ ହେବ 10 ଲେଖିବା 5 ଯୁକ୍ତ 1 ପୁନଶ୍ଚ ଶତାଂଶର ଲସ୍ ନେଇ ଲେଖିବା 100 7 ମିଶାଣ 3 ଏଠି ରହିଲା 11 ଯୁକ୍ତ 5 1 6 ବିଭକ୍ତ 10 ଯୁକ୍ତ 7 10 ବିଭକ୍ତ 100 ଏହାପରେ ଆମେ ଲେଖିଲେ 11
ଏଠାରେ ଅଛି 6 ବିଭକ୍ତ 10 ଯୁକ୍ତ 10 ସହିତ 100 ର ମୂଲ୍ୟକୁ ଆମେ ଗୋଟେ ଗୋଟେ ଶୂନ କାଟିଦେଲେ ଏହାର ମୂଲ୍ୟ ହେଇଯିବ 1 ବିଭକ୍ତ 10। ତ 10 ଶତାଂଶ ଅଛି ସେ 1 ଦଶାଂଶ ହେଇଯିବ। ତାହେଲେ ଲେଖିବା 11 ଯୁକ୍ତ 6 10 ଆଉ 1 10 ମିଶେଇ ଦେବା 6 ଯୁକ୍ତ 1 ସମାନ 11 ଯୁକ୍ତ 6 1 7 ବିଭକ୍ତ 10 ସମାନ 11 ପୂର୍ଣ୍ଣ 7 ବିଭକ୍ତ 10। ଏହା ହେଲା ବି ନମ୍ବର ପ୍ରଶ୍ନର ଉତ୍ତର। 11 ପୂର୍ଣ୍ଣ 7 ବିଭକ୍ତ এইভাবে ভাবে আমি মিশ্রণ কার্য করি এর উত্তর পাইলে 11 পূর্ণ 7 বিভক্ত 10 যেহেতু এখানে 10 দশাংশ শতাংশ ଥିଲା 10 আমি জানি 10 শতাংশ হলে তাহা 1 দশাংশ ହେବ। সি নম্বর প্রশ্নটি ଅଛି 15 পূর্ণ 6 বিভক্ত 10 4 বিভক্ত 100 যুক্ত 14 পূর্ণ 3 বিভক্ত 10 6 বিভক্ত 100। বর্তমান আমি এর সমাধান করিয়া বা যোগফল নির্ণয় করিবা। আস পিলামানে এর যোগফল নির্ণয় করিবা। প্রথমে ইয়াকু মিশ্রণ চিহ্ন দেই লিখিবা 15 যুক্ত 6 বিভক্ত 10 যুক্ত 4 বিভক্ত 100 যুক্ত 14 যুক্ত 3 বিভক্ত 10 যুক্ত 3 বিভক্ত 10 যুক্ত 6 বিভক্ত 100 এইভাবে ভাবে লিখিলে এরপরে ଆମେ ପୂର୍ଣ୍ଣ ସଂଖ୍ୟା ପାଖକୁ ପୂର୍ଣ୍ଣ ସଂଖ୍ୟା ଲେଖି ମିଶେଇବା, ଦଶାଂଶ ପାଖକୁ ଦଶାଂଶ ଏବଂ ଶତାଂଶ ପାଖକୁ ଶତାଂଶ ଲେଖି ମିଶେଇବା। ତାହେଲେ ଗୋଟେ ବନ୍ଧନୀ ଭିତରେ ଲେଖିଲେ ପ୍ରଥମେ ଲେଖିଲେ 15 ଯୁକ୍ତ 14 ମିଶ୍ରଣ ଚିହ୍ନ ଦେଲେ, ତାପରେ 6 ବିଭକ୍ତ 10 ପାଖକୁ ଲେଖିଲେ 3 ବିଭକ୍ତ 10 ମିଶ୍ରଣ ଚିହ୍ନ ଦେଲେ ଏବଂ 4 ବିଭକ୍ତ 100 ପାଖକୁ ଲେଖିଲେ 6 ବିଭକ୍ତ 100। ତାହେଲେ 15 14 ହେଇଗଲା 29 ଯୁକ୍ତ ଲସାଗୁ ହେଲା 10 6 ଯୁକ୍ତ 3 ଏଠି ଶତାଂଶର ଲସାଗୁ ହେଲା 100 ଏଠାରେ ଲସାଗୁ ହେବ 100 ଏଠି ଲେଖିବା 4 ଯୁକ୍ତ 6। ତାହେଲେ 29 ଯୁକ୍ତ 6 3 9 ବିଭକ୍ତ 10 ଯୁକ୍ତ 6 4 10 ବିଭକ୍ତ 100 ସମାନ ଚିହ୍ନ ଦେଲେ 29 ଯୁକ୍ତ 9 ବିଭକ୍ତ 10 ଏଠି 10 ଶତାଂଶ ଆମେ ଜାଣିଛେ 10 ଶତାଂଶ ଯିଏ ବା ଗୋଟେ ଗୋଟେ ଶୂନ କାଟିଦେଲେ ଡାହାଣରୁ ତା 1 ଦଶାଂଶ ହେଇଯିବ 10 ଶତାଂଶ ଯିଏ 1 ଦଶାଂଶ ସମାନ ଚିହ୍ନ ଦେଲେ 29 ଯୁକ୍ତ 9 ଦଶାଂଶ ତ 9 ଦଶାଂଶ ଆଉ 1 ଦଶାଂଶ ଯୋଗଫଳ ନିର୍ଣ୍ଣୟ କରିବା 10 ଗଲେ 10 9 ଯୁକ୍ତ 1 ତାହେଲେ 29 ଯୁକ୍ତ 9 1 10 ବିଭକ୍ତ 10 তাহলে লবহর এটার সমান হয়ে গেলা লবহর সমান হয়ে গেলে আমি জানছি তার মূল্য 1 29 যুক্ত 1 সমান হয়ে গেলা 30 তাহলে 15 পূর্ণ 6 বিভক্ত 6 বিভক্ত 10 4 বিভক্ত 100 এবং 14 পূর্ণ 3 বিভক্ত 10 ଆଉ 6 বিভক্ত 100 ର যোগফଳ ପିଲାମାନେ ହେଇଗଲା 30। ଏହାପରେ ଆମେ ଡି ନମ୍ବର ପ୍ରଶ୍ନର ଉତ୍ତର ଆଲୋଚନା କରିବା। ଦେଖ ପିଲାମାନେ ଡି ନମ୍ବର ପ୍ରଶ୍ନ ହେଉଛି 7 ପୂର୍ଣ୍ଣ 7 ବିଭକ୍ତ 100 ଯଦି ଫେଡ଼ା ହେଉଛି 4 ପୂର୍ଣ୍ଣ 4 ବିଭକ୍ତ 100। ତାହେଲେ ଆସ ଆମେ ଫେଡ଼ାଣଟି ନିର୍ଣ୍ଣୟ କରିବା। ଏଠି ଲେଖିବା 7 ଯୁକ୍ତ 7 ବିଭକ୍ତ 100 ଫେଡ଼ାଣ ଏଠି ବନ୍ଧନୀ ଦେଇ ଲେଖିବା 4 ଯୁକ୍ତ 4 ବିଭକ୍ତ 100। ବର୍ତ୍ତମାନ ଆମେ ବନ୍ଧନୀ ଅପସାରଣ କରିବା। ତାହେଲେ 7 ଯୁକ୍ତ 7 ବିଭକ୍ତ 100 ବନ୍ଧନୀ ପୂର୍ବରୁ ଫେଡ଼ାଣ ଚିହ୍ନ ଥିଲେ ବନ୍ଧନୀ ଭିତରେ ଥିବା ସଂଖ୍ୟା ମାନଙ୍କର ଚିହ୍ନ ବଦଳିଯିବ। ତାହେଲେ ଏଇ ଯୋଉ ଫେଡ଼ାଣ 4 ଫେଡ଼ାଣ 4 ବିଭକ୍ତ 100 ସମାନ ଚିହ୍ନ ଦେଲେ ବର୍ତ୍ତମାନ ଆମେ 7 ପାଖକୁ ନେଇ ଆସିବା 4 7 ଫେଡ଼ାଣ 4 ଏବଂ ମିଶ୍ରଣ ଚିହ୍ନ ଦେଇକି 7 ବିଭକ୍ତ 100ରୁ ଫେରିବା 4 ବିଭକ୍ତ 100। ତାହେଲେ 7 ରୁ 4 ଗଲେ ଉତ୍ତର ହେବ 3 ଯୁକ୍ତ ଏଠି ଲସାଗୁ ହେଲା 100 7 ଫେଡ଼ାଣ 4। ତାହେଲେ 3 ଯୁକ୍ତ 7 ରୁ 4 ଗଲେ 3 ବିଭକ୍ତ 100 ସମାନ 3 ପୂର୍ଣ୍ଣ 3 ବିଭକ୍ତ 100 3 ପୂର୍ଣ୍ଣ 3 ବିଭକ୍ତ 100। ଏହା ଥିଲା ଡି ନମ୍ବର ପ୍ରଶ୍ନର ଉତ୍ତର ବିୟୋଗଫଳ ନିର୍ଣ୍ଣୟ କଲେ 7 ପୂର୍ଣ୍ଣ 7 100ରୁ ଆମେ 4 ପୂର୍ଣ୍ଣ 4 ବିଭକ୍ତ 100 ବିୟୋଗ କଲେ ବିୟୋଗଫଳ ହେଇଯିବ 3 ପୂର୍ଣ୍ଣ 3 ବିଭକ୍ତ 100। ବର୍ତ୍ତମାନ ଆମେ ଇ ନମ୍ବର ପ୍ରଶ୍ନର ଉତ୍ତର ଆଲୋଚନା କରିବା। ପିଲାମାନେ
যেমন দেখ ই নম্বর প্রশ্ন ଅଛି 8 ପୂର୍ଣ୍ଣ 6 ବିଭକ୍ତ 100 ଫେଡ଼ାଣ 5 ପୂର୍ଣ୍ଣ 3 ବିଭକ୍ତ 100। ଏହା ମଧ୍ୟ ପୂର୍ବ ପ୍ରଶ୍ନ ଭଳି ସମାଧାନ କରିବା। ଆମେ ଏଠାରେ ଲେଖିବା 8 ପୂର୍ଣ୍ଣ 6 ବିଭକ୍ତ 100 ଫେଡ଼ାଣ 5 ପୂର୍ଣ୍ଣ 3 ବିଭକ୍ତ 100। 8 ଯୁକ୍ତ 6 ବିଭକ୍ତ 100 ଫେଡ଼ାଣ ଚିହ୍ନ ଦେବା, ବନ୍ଧନୀ ଆରମ୍ଭ କରିବା 5 ଯୁକ୍ତ 3 ବିଭକ୍ତ 100 ଏଇଭଳି ଲେଖିଲେ। ତାପରେ ବନ୍ଧନୀ ଅପସାରଣ କରିବା 8 ଯୁକ୍ତ 6 ବିଭକ୍ତ 100। ଯେହେତୁ ବନ୍ଧନୀ ପୂର୍ବରୁ ଫେଡ଼ାଣ ଚିହ୍ନ ଅଛି ବା ମାଇନସ୍ ଚିହ୍ନ ଅଛି, ଯେହେତୁ ବନ୍ଧନୀ ଅପସାରଣ କରିବା ଭିତରେ ଥିବା ସଂଖ୍ୟା ଗୁଡ଼ିକ ଚିହ୍ନ ବଦଳିଯିବ। ତାହେଲେ -5 -3 ବିଭକ୍ତ 100। ବର୍ତ୍ତମାନ ପୂର୍ଣ୍ଣ ସଂଖ୍ୟା ପାଖକୁ ପୂର୍ଣ୍ଣ ସଂଖ୍ୟା ନେଇ ଆସିବା। ତାହେଲେ 8 ଫେଡ଼ାଣ 5 ଯୁକ୍ତ 6 ବିଭକ୍ତ 100 ଫେଡ଼ାଣ 3 ବିଭକ୍ତ 100 ସମାନ 8 ରୁ 5 ଗଲେ 3, ଏଠି ଯୁକ୍ତ ଦେଲେ ଏଠି ଲସ୍ ଆଉ ହେଇଗଲା 100, ଏଠି 6 ଫେଡ଼ାଣ 3। ତାହେଲେ 3 ଯୁକ୍ତ 6 ରୁ 3 ଗଲେ 3 ବିଭକ୍ତ 100। ତାହେଲେ 3 ପୂର୍ଣ୍ଣ 3 ବିଭକ୍ତ 100। ତାହେଲେ ପୂର୍ବ ଡି ନମ୍ବର ପ୍ରଶ୍ନର ଉତ୍ତର ଯାହା ଥିଲା ଏହାର ମଧ୍ୟ ଉତ୍ତର ସେଇଆ ଆସୁଛି 3 ପୂର୍ଣ୍ଣ 3 ବିଭକ୍ତ 100। ତାହେଲେ 8 ପୂର୍ଣ୍ଣ 6 ବିଭକ୍ତ 100 ଏବଂ 5 ପୂର୍ଣ୍ଣ 3 ବିଭକ୍ତ 100 ର ବିୟୋଗଫଳ ହେଉଛି 3 ପୂର୍ଣ୍ଣ 3 ବିଭକ୍ତ 100। ବର୍ତ୍ତମାନ ଆମେ ଏଫ୍ ନମ୍ବର ପ୍ରଶ୍ନ ଉତ୍ତର ଆଲୋଚନା କରିବା। 12 ପୂର୍ଣ୍ଣ 6 ବିଭକ୍ତ 10 2 ବିଭକ୍ତ 100 ଫେଡ଼ାଣ 9 ବିଭକ୍ତ 10 ଏବଂ 9 ବିଭକ୍ତ 100। ତେବେ ଏହାର ଉତ୍ତର ଆମେ ବର୍ତ୍ତମାନ ଆଲୋଚନା କରିବା। 12 ପୂର୍ଣ୍ଣ 6 ବିଭକ୍ତ 10 2 ବିଭକ୍ତ 100 ଫେଡ଼ାଣ 9 ବିଭକ୍ତ 10 ଏବଂ 9 ବିଭକ୍ତ 100। ତାହେଲେ ବର୍ତ୍ତମାନ ଲେଖିବା 12 ଯୁକ୍ତ 6 ବିଭକ୍ତ 10 ଯୁକ୍ତ 2 ବିଭକ୍ତ 100 ଫେଡ଼ାଣ ଚିହ୍ନ ଦେଲେ ବନ୍ଧନୀ ଭିତରେ ଲେଖିବା 9 ବିଭକ୍ତ 10 ଯୁକ୍ତ 9 ବିଭକ୍ତ 100। ଏହାପରେ ଆମେ ବନ୍ଧନୀ ଅପସାରଣ କରିବା। ଦେଖିବା 12 ଯୁକ୍ତ 6 ବିଭକ୍ତ 10 ଯୁକ୍ତ 2 ବିଭକ୍ତ 100 ଫେଡ଼ାଣ 9 ବିଭକ୍ତ 10 ଫେଡ଼ାଣ 9 ବିଭକ୍ତ 100। ବର୍ତ୍ତମାନ ସଜାଡ଼ି ଲେଖିବା। ଯେହେତୁ କୌଣସି ପୂର୍ଣ୍ଣ ସଂଖ୍ୟା ନାହିଁ ତେଣୁ ପ୍ରଥମେ 12 ରହିଲା ଯୁକ୍ତ ବନ୍ଧନୀ ଭିତରେ ଲେଖିଲେ 6 ବିଭକ୍ତ 10 ଫେଡ଼ାଣ 9 ବିଭକ୍ତ 10। ପୁନଶ୍ଚ ମିଶାଣ ଚିହ୍ନ ଦେଲେ ଲେଖିଲେ 2 ବିଭକ୍ତ 100 ଫେଡ଼ାଣ 9 ବିଭକ୍ତ 100। ବର୍ତ୍ତମାନ 12 ରହିଲା ଯୁକ୍ତ ଏଠାରେ ଲସ୍ ଆଗୁ ହେଇଯିବ 10 6 ଫେଡ଼ାଣ 9 ବୋଲି ଲେଖିବା। ପୁନଃ ମିଶାଣ ଚିହ୍ନ ଦେବା, ଏଠାରେ ଲସ୍ ଆଗୁ ହେଇଯିବ 100 ଏବଂ 2 ଫେଡ଼ାଣ 9 ଲେଖିବା। ତାହେଲେ ଏଠାରେ ଆସିଯିବ 12 ଫେଡ଼ାଣ 3 ବିଭକ୍ତ 10 ଫେଡ଼ାଣ 7 ବିଭକ୍ତ 10। କାହିଁକି ନା ଦେଖ ପିଲା ଏଠି ପ୍ଲସ୍ 2 ରୁ 9 ଗଲେ -7 ପ୍ଲସ୍ ମାଇନସ୍ -7 ବିଭକ୍ତ ଏଠି 100 ବୋଲି ଲେଖିବା। ବର୍ତ୍ତମାନ ଆମେ ଏହା କରିବା 12 ଫେଡ଼ାଣ 3 ବିଭକ୍ତ 10 ଏଟା ମିଶେଇବା 7 ବିଭକ୍ତ 100। ତାହେଲେ 12 ରହିଲା ଫେଡ଼ାଣ ଚିହ୍ନ ଦେଲେ ଏଟା ଲସ୍ ଆଗୁ ହେଇଗଲା 100 100କୁ 10ରେ ହେଲେ 10 10 3 ହେଲା 30 ଯୁକ୍ତ 100କୁ 100ରେ ହେଲେ 1 1 ଶତା ହେଇଗଲା 7। ତାହେଲେ ଲେଖିଲେ 12 ଫେଡ଼ାଣ 37 ବିଭକ୍ତ 100। 12 ଫେଡ଼ାଣ 37 ବିଭକ୍ତ 100। ତାହେଲେ 12 ରୁ 37 ବିଭକ୍ତ 100 କେବେ ପଢ଼ିବା? ଆମେ ପ୍ରଥମେ କ'ଣ କରିବା 12କୁ କରିଦେବା 11 ଯୁକ୍ତ 1 ତାର ଫେଡ଼ାଣ 37 ବିଭକ୍ତ 100। ତାହେଲେ ଏଇଠି ଆମେ 11କୁ 11 ରଖିବା ଯୁକ୍ତ 1କୁ କରିଦେବା ଆମେ 100 ବିଭକ୍ତ 100 ଫେଡ଼ାଣ 37 ବିଭକ୍ତ 100। ତାପରେ 11 ରହିଲା ମିଶାଣ ଚିହ୍ନ ଦେଲେ ବନ୍ଧନୀ ଆରମ୍ଭ କରିବା ବିୟୋଗ କରିବା 100 ହେଲା ଆମର ଲସ୍ ଆଗୁ ଏଠୁ 100ରୁ ଆମେ ଫେଡ଼ିବା 37। 11 ମିଶାଣ 100 ଫେଡ଼ାଣ 37 ବିଭକ୍ତ 100 ସମାନ ଦେଲେ 11 ରହିଲା ମିଶାଣ ଚିହ୍ନ ଦେଲେ 100ରୁ 37 ଗଲା 63 ବିଭକ୍ତ 100। 11 ମିଶାଣ 63 ବିଭକ୍ତ 100 ଲେଖିପାରିବା 11 ପୂର୍ଣ୍ଣ 63 ବିଭକ୍ତ। ତାହେଲେ ଏଇ ବିୟୋଗଫଳ ହେଲା 11 ପୂର୍ଣ୍ଣ 63 ବିଭକ୍ତ 100। ପିଲାମାନେ ଆଜିର କ୍ଲାସଟିକୁ ଆମେ ଏଇଠାରେ ରଖିବା। ପରବର୍ତ୍ତୀ କ୍ଲାସରେ ଆମେ ତୁମର 58 ପୃଷ୍ଠାର 3.4 ଠାରୁ ଦଶମିକ ସଂଖ୍ୟାର ସ୍ଥାନୀୟ ମାନ
এই সম্বন্ধে আলোচনা করিবা। যদি ତୁମକୁ ଆଜିର ଏହି କ୍ଲାସ୍ଟି ଭଲ ଲାଗିଥାଏ ତେବେ ତୁମେ ଏହାକୁ ଲାଇକ୍ କରିବା ସହିତ ତୁମର ସାଙ୍ଗମାନଙ୍କ ସହିତ ସେୟାର କରିବ। ଯଦି ତୁମର କୌଣସିଟା ବୁଝିବାର ଅସୁବିଧା ରହିଥାଏ ତେବେ ତୁମର କମେଣ୍ଟ ବକ୍ସରେ ତୁମର ମତାମତ ଜଣାଇବ। ତେବେ ମୋର ମତାମତ ଅପେକ୍ଷାରେ ରହିଲି। ଧନ୍ୟବାଦ।